ଅଧ ରାତିରେ ପୁଅ ରୁମ୍ରୁ ପାଟି କରିବାର ଆବାଜ ଶୁଭିଲା। ମାର ନିଦ ଭାଙ୍ଗଲା। ମା ଯାଇ ଶୁଣିଲା ପୁଅ ବୋହୂକୁ କହୁଛି ବଡ଼ ପାଟିରେ ଯେ ମୋର ବମ୍ବେରେ ଚାକିରି ହେଇଯାଇଛି, ସେଠି ଯେଉଁ ଘର ମିଳିଛି ସେଠି 2 ଜଣ ରହିପାରିବେନି, ଆଉ ଏବେ ସାଙ୍ଗେ ସାଙ୍ଗେ ମୁଁ ଆଉ ଗୋଟେ ଘର ନେଇପାରିବିନି, ତେଣୁ ଆମେ ଯିବା ଆଉ ମାଆକୁ ବୃଦ୍ଧା ଆଶ୍ରମରେ ଛାଡ଼ିଦେବା। ଏକଥା ଶୁଣିଲା ପରେ ମା ଆଖିରେ ଲୁହ ଆସିଯାଇଥିଲା। ମା କାନ୍ଦିକି ଭାବିଲା ଯେ ବର୍ଷେ ହେବ ବୋହୂ ଆସିନି, କିନ୍ତୁ ମୋଠୁ ମୋ ପୁଅକୁ ଅଲଗା କରିବାକୁ ବସିଛି। କିନ୍ତୁ ବୋହୂ ସେଠି କହୁଛି ପୁଅକୁ, ମା ଶୁଣୁଛି। ମା କୁଆଡ଼େ ଯିବେନି, ମା ଏଇଠି ରହିବେ। ମୁଁ ପାଠଶାଠ ପଢ଼ିଛି, ଟ୍ୟୁସନ୍ କରି ଯେତିକି କମେଇବି ମା ଆଉ ମୁଁ ଭଲରେ ଚଳିବୁ। ତମେ ନିଶ୍ଚିନ୍ତରେ ବାହାରକୁ ଯାଅ। ତମେ ବା କହୁଥିଲ ମା କୁଆଡ଼େ ପର ଘରେ ବାସନ ମାଜି ତମକୁ ବଡ଼ କରିଛି। ଥରେ ଭାବିଲ ମା ଯଦି ତମକୁ ସେତେବେଳେ ଅନାଥ ଆଶ୍ରମରେ ଛାଡ଼ି ଦେଇଥାନ୍ତା ତମର ଅବସ୍ଥା କ'ଣ ହେଇଥାନ୍ତା। ତମେ ଯାଅ, ଯେତେବେଳେ ବଡ଼ ଘର ନେଇଯିବ ଆମକୁ ଡାକିଦେବ, ଆମେ ସେଇଠିକି ପଳେଇବୁ। ମା ଏମିତି ଗୋଟେ ଗଛ ଯିଏ ଛାଇ ଫଳ 2ଟା ଦିଏ। ଏକଥା ଶୁଣି ମାଙ୍କ ଆଖିରୁ ଖୁସିର ଲୁହ ବୋହି ଆସିଥିଲା। ଆଉ ମା ଜାଣିପାରିଲେ ଯେ ଭଗବାନ ମୋତେ ବୋହୂ ନୁହଁ ଝିଅଟିଏ ଦେଇଛି। ହଁ ଆଜ୍ଞା, ସତ କଥା। ଯଦି ଶାଶୁ ଆଉ ବୋହୂ ଭିତରେ ସମ୍ମାନ ପ୍ରେମର ସହିତ ସେ ଯେଉଁ ସମ୍ପର୍କ ଥିବ, ଯଦି ଠିକ୍ ଥିବ, ଏ ଦୁନିଆରେ କେଉଁ ଶକ୍ତି ନାହିଁ ସେ ପରିବାରକୁ ଭାଙ୍ଗି ପାରିବ। ଯେଉଁଟା ଏବେ ଘଟୁଛି ଶାଶୁ ବୋହୂ ଭିତରେ ପଡ଼ୁନି, ଆଉ ସେ ପରିବାର ଭାଙ୍ଗିକି ଛାରଖାର ହେଇଯାଉଛି। 2 ଜଣଙ୍କ ଭିତରେ ଠିକ୍ ରହିବା ନିହାତି ଦରକାର। ମା ଝିଅ ହୋଇ ରହିବା ଦରକାର, ଶାଶୁ ବୋହୂ ନୁହଁ। ଜୟ ଜଗନ୍ନାଥ, ଜୟ ଭାରତ।